ମାଉସୀ ହେଉଛି ମାଆର ଏକ ରୂପ, ଯିଏ ଭୁଲ କଲେ ଗାଳି ଦିଏନି ବରଂ ସ୍ନେହରେ ବୁଝେଇ ଦିଏ। ଆଉ ହଁ, ଭାଗ୍ୟଶାଳୀ ତ ସେଇ ଝିଆରୀ ହେଇଥାଏ ଯାହା ପାଖରେ ମାଆ ଭଳି ଭଲ ପାଉଥିବା ଜଣେ ସୁନ୍ଦର ମାଉସୀଟିଏ ଥାଏ। ଆଉ ଝିଆରୀ ହେଉଛି ଭଗବାନଙ୍କର ସେଇ ଉପହାର ଯିଏ ନିଜ ଦୁଷ୍ଟାମି ଆଉ ମିଠା କଥାରେ ମାଉସୀର ମନ କିଣି ନେଇଥାଏ। ସମ୍ପର୍କରେ ସେ ଝିଆରୀ ହେଇଥାଏ, କିନ୍ତୁ ସିଏ ହେଉଛି ସବୁଠାରୁ ତାର ଭଲ ସାଙ୍ଗ। ମାଆ ଭଳି ଯିଏ ସ୍ନେହ ଦିଏ ଆଉ ସାଙ୍ଗ ଭଳି ସେ ଗୋପନ କଥା ଶୁଣି, ସିଏ ହିଁ ତ ତା ମାଉସୀ। ଯେଉଁଠି ମାଉସୀ ଆଉ ଝିଆରୀ ଏକାଠି ହୁଅନ୍ତି, ସେଠି ହସ ଆଉ ଖୁସିର କମି ରହେନି। ସିଏ ଖାଲି ତା ଝିଆରୀ ନୁହଁ, ସିଏ ହେଉଛି ତା ହୃଦୟର ଛୋଟ ଖଣ୍ଡ, ଯିଏ ତା ହସରେ ହିଁ ତ ସବୁ ଖୁସି ଥାଏ। ମାଉସୀ ଆଉ ଝିଆରୀର ସମ୍ପର୍କ ସବୁଠୁ ମିଠା ଆଉ ସବୁଠୁ ପବିତ୍ର ହୋଇଥାଏ। ମାଉସୀ ଝିଆରୀଙ୍କ ପାଇଁ ମୁଁ ଗୋଟେ ସାୟରୀ କହୁଛି। ମୋ କୁନି ଝିଆରୀ ତୁ ତ ମୋ ସାରା ଦୁନିଆ, ତୋ ଛୋଟ ଛୋଟ ହସରେ ଭରିଯାଏ ମୋ ଅଗଣା। ଈଶ୍ୱରଙ୍କ ପାଖେ ଏତିକି ମୋ ଗୁହାରୀ, ସଦା ଖୁସିରେ ରହୁ ମୋ ଗେଲା ଝିଆରୀ। ତୁ ଝିଆରୀ ନୁହେଁ, ତୁ ତ ମୋ ନିଜ ଝିଅ, ତୋ ଦୁଃଖ ଦେଖିଲେ କାନ୍ଦି ଉଠେ ମୋ ଜୀବନର ତୁ ଅଟୁ ଏକ ସୁନ୍ଦର ପରୀ, ସବୁବେଳେ ହସୁଥାଉ ମୋ କୁନି ଝିଆରୀ।